ଆମେ କଣ ପଢିବା ଏବେ ଦେଖିଲେ ମୋ ହାତରେ କଣ ଧରିଛି ଗଛ ଚିହ୍ନିଛ ଗଛକୁ କଣ କହନ୍ତି ଜାଣିଛ ଗଛକୁ କଣ କହନ୍ତି ଉଦ୍ଭିଦ ଗଛକୁ କଣ କହନ୍ତି ଉଦ୍ଭିଦ ବିଷୟରେ ଆଜି ଜାଣିବା ହେଲା ଉଦ୍ଭିଦର କଣ ଅଛି ଉଦ୍ଭିଦ କାଣ୍ଡ ଶାଖା ଆଜି କଣ ଉଦ୍ଭିଦ ବିଷୟରେ ଚିହ୍ନିବା ଉଦ୍ଭିଦକୁ ଜାଣିବା ହେଲା କେତେ ପ୍ରକାରର ଉଦ୍ଭିଦ ଅଛନ୍ତି ଉଦ୍ଭିଦରେ କଣ କଣ ସବୁ ଅଛି ତାକୁ ଆଜି ଜାଣିବା ଠିକ ଅଛି ଦେଖିଲେ ଏଇଟା କଣ ଚେର ଜାଣିଛ ଏଇଟା କଣ କହନ୍ତି ଚେର ଗଛର ଚେର କୋଉଠି ଥାଏ ମାଟି ତଳେ ଗଛର ଚେର ଥାଏ ଗଛର ଚେର କଣ କରେ ଗଛ ପାଇଁ କଣ କରେ ମାଟି ତଳେ ଖଣିଜ ଲବଣ ଜଳ ସବୁ ସଂଗ୍ରହ କରିକି ପଠାଏ ତମେ କେତେ ଖାଇଲେ ବଞ୍ଚୁଛ ହେଲେ ଚେର କଣ କରେ ମାଟିରୁ ଜଳ ଖଣିଜ ଲବଣ ସଂଗ୍ରହ କରିକି ଗଛର ବିଭିନ୍ନ ଅଂଶକୁ ପଠାଏ ଯାହାଦ୍ୱାରା ଗଛ ବଢେ ହେଲା ଆଉ ଚେର ଉପରକୁ ଯୋଉ ଅଂଶଟା ଥାଏ ତାକୁ କଣ କହନ୍ତି କାଣ୍ଡ ହେଲା ତାକୁ କଣ କହନ୍ତି କାଣ୍ଡ ଆଉ ଗଛରୁ ଏରା ସବୁ ଯୋଉ ବାହାରିଛି ଏରା କଣ କହନ୍ତି ଶାଖା ତାର ଶାଖା ଡାଳ ହେଲା ଆଉ ଗଛରେ ଏଇଗୁଡାକ କଣ ପତ୍ରର କାର୍ଯ୍ୟ କଣ ଏଇ ଯୋଉ କାଣ୍ଡର କାର୍ଯ୍ୟ କଣ ଜାଣିଛ ଚେର କଲା ପଠେଇଲା ଖାଦ୍ୟ ସଂଗ୍ରହ କରିକି ଆଉ ଗଛକୁ ଶକ୍ତ ଭାବରେ ଜାବୁଡି ଧଇଲା ମାଟିରେ କାଣ୍ଡ କଣ କରେ ସିଧା ହେଇ ଠିଆ ହେବାରେ ଗଛକୁ ସାହାଯ୍ୟ କରେ ହେଲା ମାଟି ଉପରେ ସେ ସିଧା ହେଇକି ଠିଆ ହୁଏ ଆଉ ଏଇ ଯୋଉ ପତ୍ରର କାମ କଣ ଜାଣିଛ ପତ୍ର କଣ କରେ ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ ଏଇଟା ହଉଛି ଗଛର ଖାଦ୍ୟ ପ୍ରସ୍ତୁତ କରେ ଏଇଠି ସେ ଗଛରେ ସୂର୍ଯ୍ୟ କିରଣ ଯୋଉ ଖାଦ୍ୟ ଚେର ଖଣିଜ ଲବଣ ଜଳ ସଂଗ୍ରହ କରିକି ପଠାଏ ଗଛକୁ ଏଇ ପତ୍ର କଣ କରେ ସୂର୍ଯ୍ୟ କିରଣ ସାହାଯ୍ୟରେ ତା ଦେହରେ କଣ କରେ ଖାଦ୍ୟ ପ୍ରସ୍ତୁତ କରେ ତାହେଲେ ପତ୍ରର କାର୍ଯ୍ୟ କଣ ପତ୍ର ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ ଏଇଟା କଣ ଫୁଲ ଗଛରେ ଏଇଟା କଣ ଫୁଲ ଆଉ ଗଛରେ ଏଇଟା କଣ ଫଳ ହେଲା ଗଛ ଖାଇଲେ ତାର କଣ ଫୁଲ ଆସେ ଫୁଲରୁ କଣ ହୁଏ ଫଳ ହୁଏ ତାହେଲେ ଗଛକୁ ଆମେ କଣ କହୁଛେ ଆମେ ଚାରିପଟେ ଆମେ ଯେତେ ସବୁ ଗଛ ଦେଖୁଛେ ତାକୁ ସବୁ କଣ କହନ୍ତି ଜାଣିଛ କଣ କହନ୍ତି ଉଦ୍ଭିଦ ହେଲା ତାକୁ ସବୁ କଣ କହନ୍ତି ଉଦ୍ଭିଦ ଜଗତ ତାକୁ କହନ୍ତି ଉଦ୍ଭିଦ କେତେ ପ୍ରକାରର ଜାଣିଛ କେତେ ପ୍ରକାର ଚାରି ପ୍ରକାର ହେଲା ଉଦ୍ଭିଦ ଚାରି ପ୍ରକାର କଣ ହେଲା ବୃକ୍ଷ କଣ ଗୁଳ୍ମ ତୃଣ ଆଉ ଲତା ହେଲା ବୃକ୍ଷ ଗୁଡା ଯେମିତି ଚିହ୍ନିଛ ବଡ ଗଛ ଯେତେବେଳେ ଦେଖୁନ ସବୁ ହଉଛି ବୃକ୍ଷ ଜାତୀୟ ଉଦ୍ଭିଦ ସବୁ ହଉଛି କଣ ବୃକ୍ଷ ଜାତୀୟ ଉଦ୍ଭିଦ